नाथ श्री जगन्नाथ मद्गुरु श्री जगद्गुरु मोदात्मा सर्वभूतात्मा तस्मै श्री गुरवे। पवित्र सनातन धर्मर समस्त धर्मावलंबी मानक प्रणाम निवेदन करुछि। सबु धर्मर धर्मजातक मानक प्रणाम निवेदन करुछि। आजिर विश्व देश राज्य परिवार एवं जीवन ये सबु आज विक्षिप्त हो गई। सुंदर पणिया से केवल गोटे रूप भितर रही किंतु गुणटी कहार सुंदर हो तेरे केते जनक भितर से दिव्य ज्ञान बा दिव्य सत्ता यदिओ कार्यरत किंतु अल्प लोक हो सेमानंकर कथाटा ठीक भाव प्रचार हो पारे। तेरे आमे केवल प्रार्थना करुचु विश्वर शांति। आम द्वारा एतिकी ही प्रथम काम हो। द्वितीय काम हूँ लोक मानू जो आमे गोटे सुविधा पाउचु बा सुजोग पाउचु सेठी आमे यही कथाटा को आमे से माने जिते गाउली भाषा रे बुझिया कथा बुझु किंतु से माने मानुचंती कि न मानुचंती ताकू एनक्वारी करिया पई आम पाखरे मध्य से भली लोक बल नाहांती किंबा आमे ताकू ठीक भाव बुझी पारू अनुमान करुचु किछि लोक या ग्रहण कर। विश्वर वर्तमान जो अवस्था प्रत्येक देश समस्ते आज माने पथ हरा हो जाइछन्ति। मारिबा मरिबा यही आह्वान वर्तमान समग्र मानव समाज रे घूरी बुलुछि। केवल मनीष बंचिले कौन समाज बंचिब? मनीष बंचै रखिबे मन करा जाऊ शुद्ध जल शुद्ध पवन जिते शुद्धता रही पारिबो शुद्ध आचरण शुद्ध मंत्र करू स्मरण करू सी नदीर जल गुड़िक आज विषाक्त। जदि आमे यही कथाटा कहीदेबू से अमुक तीर्थ नदी विषाक्त ताकू भी विरोध करने बहु ज्ञानी मानी लोक माने एपरी कहीं कहला ताले कौन आम आउ कह जितेबले भगवान कृष्ण वंशी बजौले आमे ताकू कौन प्रमाण करि परिबा? केवल कथा को कहीकि आमे लोकंकु जेतिकी बुझेगा। वंशी कौन आज बाजू नहीं तेणु से कृष्ण गोटे वंशी बजौले राम गोटे धनुषर धरथिले धनुषर धरी बोली तार प्रमाण कौन किंतु तार तत्वटी को ठीक भाव में आमे बुझी पारू। ध कहले धर्म नु कहले नुम ओ नम्रता। तेणु धर्म को पालन कर पूज्य पूजक है अन्य को पूज्य पूजा दियो नम्रता गुण को आचरण कर।
ଯେଡ଼େ ବଡ଼ ଜ୍ଞାନୀ ଏଇଟା ସେଇ ଗୋଟିକ ବର୍ତ୍ତମାନ ଧନୁ ହେଇ ଆସିବା ଆଉ ଆମେ ଗୋଟେ ମନ୍ଦିର କରିଦେବା ସେ ମନ୍ଦିର ଭିତରେ ମୂର୍ତ୍ତି ରଖିଦେବା ଆଉ ରାମ ଧନୁ ଧରୁଥିଲେ ବୋଲି ସମସ୍ତଙ୍କ କାନ୍ଧରେ ଗୋଟେ ଗୋଟେ ଧନୁ ଦେଇଦେବା। କୋଟି କୋଟି ମନ୍ଦିର ଏମିତି ହେଲେ ବି କେବେ ସମାଜରେ ଶାନ୍ତି ମିଳିବ ନାହିଁ। କିନ୍ତୁ ମୌଳିକ ତତ୍ତ୍ୱ ହେଉଛି ରାମ 14 ବର୍ଷ ବନବାସ ଏଇ କଥା ଭିତରେ ରହିଛି ପୃଥିବୀର ଦେଶର ଆମ ସମସ୍ତଙ୍କର ଶାନ୍ତିର ବାଟ। ସେ 14 ବର୍ଷ ବୁଲନ୍ତୁ କି 14 ମାସ ବୁଲନ୍ତୁ କିନ୍ତୁ ବୁଲୁଥିଲେ ଜଙ୍ଗଲରେ। ସେତେବେଳେ ସେଇ ଜଙ୍ଗଲରେ ସାଧୁସନ୍ତମାନଙ୍କର ଆଶ୍ରମ ଥିଲା। ସମସ୍ତଙ୍କୁ ଦର୍ଶନ କରୁଥିଲେ, ତାଙ୍କଠାରୁ ମଧ୍ୟ ଶୁଦ୍ଧ ଉପଦେଶ ଗ୍ରହଣ କରୁଥିଲେ। ତେଣୁ ସେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ରୂପରେ ଆଜି ବି ପୂଜା କରୁଥିଲେ। ସେହିଭଳି ଭାବରେ କୃଷ୍ଣ ବଂଶୀ ବଜାଉଥିଲେ। ଜଣେ ବଂଶୀବାଦକ ହିସାବରେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ବୋଲି କୁହାଯାଉଛି କି? ବଂଶୀ କ'ଣ ଆମର ଏବେ ସବୁ ଲୋକ ବଜାଉନାହାନ୍ତି? ତେଣୁ ସେଇ ଯେଉଁ ବଂ ଶବ୍ଦଟା ତିନୋଟି ବୀଜମନ୍ତ୍ର ଭିତରେ, ଯେମିତି ବ୍ରହ୍ମା ବିଷ୍ଣୁ ମହେଶ୍ୱର ବୋଲି ଆମେ କହୁଛୁ, ସେମିତି ତିନୋଟି ବୀଜମନ୍ତ୍ର ଭିତରେ ସମଗ୍ର ଜଗତ ଅଛି। ଅଂ ବଂ ଜଂ। ଅଂ କହିଲେ ଅନନ୍ତ ଅବ୍ୟକ୍ତ ଅଚ୍ୟୁତ ରୂପ ଲେଖ ଇତ୍ୟାଦି। ବଂ କହିଲେ ବାୟୁ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ, ଇଏ ହେଉଛି ବଂ। ତାରି ଭିତରେ ହଂସ ଅଛି, ସୋମ ଅଛି, ସବୁ। ଜଂ କହିଲେ ଜ୍ୟୋତି, ଜଂ କହିଲେ ଯୋଗ, ଜଂ କହିଲେ ଜଗନ୍ନାଥ। ତେଣୁ ଆମେ ଏଇସବୁ କଥାକୁ ନ ବୁଝିକିରି ସେ କୃଷ୍ଣ ବଂଶୀ, ଆମେ କୃଷ୍ଣଙ୍କର ଲୀଳା ଯଦି ଆମକୁ କିଏ କହିବ, ଆମେ କେବଳ ସେଇ ପୁତନା ରାକ୍ଷସୀକି ମାଇଲେ, ଏ ଶକଟାକୁ ମାଇଲେ, ଏଇ ଗପ କପୁର। କିନ୍ତୁ ପୁତନା ବଦ୍ଧ ହେବା ଦରକାର। ଏବେ ମଧ୍ୟ କୋଟି କୋଟି ପୁତନା ମାନେ ବୁଲୁଛନ୍ତି। ପୁତନା ଶବ୍ଦର ଅର୍ଥ ହେଉଛି ପିଲା ଚୋରଣୀ। ପୁତନା ଶବ୍ଦର ଅର୍ଥ ହେଉଛି ଯେଉଁ ନାରୀ ଭିତରେ ପବିତ୍ରତା ନାହିଁ, ସେଇଗୁଟାକୁ ବଦ୍ଧ କରାଯାଏ। ଆଉ ନାରୀକୁ ଏଇ ଆଇନରେ ନାରୀ ପାଇଁ ଏଇ ଆଇନ ଦରକାର, ପୁରୁଷ ପାଇଁ ଏଇ ଆଇନ ଦରକାର। ଏଗୁଡ଼ାକରେ ସମାଜ କେବେ ବି ତିଷ୍ଠିବନି, ବରଂ ସ୍ୱେଚ୍ଛାଚାରିତା। ସେଇଭଳି ଭାବରେ ଆମର ଗୋ ଗଙ୍ଗା ଗାୟତ୍ରୀ ଗୁରୁ ଗୋବିନ୍ଦ ଗୀତା, ଇଏ ହେଉଛି ଆମର ଧର୍ମର, ଇଏ ହେଉଛି ପ୍ରକୃତ ଗୋଟିଏ ଗୋଟିଏ ତତ୍ତ୍ୱ। ଗୋ ଶବ୍ଦ ସହିତ ଜୀବନର ସମ୍ପର୍କ ଅଛି। ଗୋ କହିଲେ ଗୋମାତା। ସେଇ ଗୋମାତା ଭିତରେ ଗୋଟେ ମଇଁଷି ବି ଅଛି, ଛେଳି ବି ଅଛି, ମେଣ୍ଢା ବି ଅଛି। ତେଣୁ ଆମେ ଭାବୁଛୁ ଗୋ କହିଲେ କେବଳ ଏଇ ଯେଉଁ ଗାଈ ଗୋରୁକୁ। ତେଣୁ ଗୋ କହିଲେ ଇନ୍ଦ୍ରିୟ। ଆମମାନଙ୍କର ବିକ୍ଷିପ୍ତ ଇନ୍ଦ୍ରିୟକୁ ସଂଯମ କରିବା ପାଇଁ ହେଲେ ଗୋମାତାର ସମ୍ପର୍କ ବା ଗୋମାତା ସହିତ ସମ୍ପର୍କ ରଖିବା ଉଚିତ। ଯଦି ଗୋମାତାଙ୍କର ଏମିତି ପୃଥିବୀରେ ଗୋଟେ ଭଲ ଖାଦ୍ୟ ନାହିଁ ଯେଉଁ ଖାଦ୍ୟଟି ଗାଈ ପାଖରେ ନାହିଁ,
ଏଭଳି ବିଷ ଭଳି ଗୋଟେ କଟୁକ୍ତି ଦୂଷିତ ପର୍ଯ୍ୟାବରଣକୁ ନଷ୍ଟ କରି ଗୋଟେ ସୁନ୍ଦର ପରିବେଶ ଦେଇପାରେ, ସେ ହେଉଛି ଗୋମାତାର ଗୋମୂତ୍ର, ଗୋମୟ, ଶିଙ୍ଗ, ଚମଡ଼ା। ଆମେ ଯେତେବେଳେ ପାଠ ପଢ଼ୁଥିଲୁ, ମୁଁ ଗୋଟିଏ ଗାଈ, ମୁଁ ଏଇଆ ଖାଏ, ମୁଁ ଏମିତି ଚାଲେ, ଏମିତି ମୋ ଦ୍ୱାରା ହୁଏ। ଆଜି କାହିଁ ସେ ଜିନିଷ କାହିଁ? ସାମାନ୍ୟ ଗୋଟେ ଗୋ ଶୃଙ୍ଗରେ ତିଆରି ହେଇଥିବା ପାନିଆ, ତାକୁ ଯଦି ଗୋଟେ ମଣିଷ ବ୍ୟବହାର କରେ, ତାର ରକ୍ତଚାପ ଜନିତ ରୋଗ ହେବ। ତେଣୁ ବର୍ତ୍ତମାନ ସବୁ ଆମର ଯିଏ ସମ୍ବନ୍ଧ, ଆମର ଯିଏ ମିତ୍ର, ସେଇମାନଙ୍କୁ ଆମେ ହତ୍ୟା କରି, ଅବହେଳିତ କରି, ଆମେ ଗୋଟେ ମିଛ ନାରା ଦଉଛୁ, ଗୋ ହତ୍ୟା ବନ୍ଦ। ବହୁତ କାନକୁ ଭଲ ଶୁଭୁଛି, କିନ୍ତୁ ଗାଈମାନଙ୍କୁ ବାହାରେ ଛାଡ଼ିଛ। ଯେଉଁ ଗାଈମାନଙ୍କୁ ହଜାର ହଜାର ଗାଈ ନେଇକି ଚାଲୁଛନ୍ତି, ଗୋଟେ ଗୋଟେ ଦିଟା ମଣିଷ ନେଉଛନ୍ତି, ସେ କୁଆଡ଼କୁ ଯାଉଛନ୍ତି? ହଣା ହେବାକୁ ଯାଉଛନ୍ତି। କିଏ ତାଙ୍କୁ ପଠେଇଛି? ତେଣୁ ଯେଉଁମାନେ କହୁଛନ୍ତି ଗୋ ହତ୍ୟା ବନ୍ଦ, ସେମାନେ ପଠଉନାହାନ୍ତି, ସେ ଖାଲି କହୁଛନ୍ତି। କିନ୍ତୁ ଗୋ ହତ୍ୟା କରିବା ପାଇଁ ଯାହାର ମୂଳ ଆହ୍ୱାନ ହେଉଛି ଗୋ, ଗଙ୍ଗା, ଗାୟତ୍ରୀ, ଗୋବିନ୍ଦ, ଗୀତା, ଗୁରୁ, ସେଇମାନେ ହିଁ ସେ ଗାଈମାନଙ୍କୁ ହାଣିବା ପାଇଁ ପଠାଉଛନ୍ତି। ସେଇଭଳି ଭାବରେ ଆଜି ପବିତ୍ର ଗଙ୍ଗାଜଳ ଆମର ବିଶ୍ୱାସ ଏତେ ଅନ୍ଧବିଶ୍ୱାସରେ ପରିଣତ ହେଇଛି, ଆମେ ଯିଏ ମରିବୁ ଆମକୁ ଗଙ୍ଗାରେ ବସେଇଦେବେ। କିନ୍ତୁ ଆମେ ବୁଝିପାରିନାହୁଁ ଯେ ଏହା ଦ୍ୱାରା ଗଙ୍ଗା ପାଣି ଦୂଷିତ ହେଉଛି। ଯମୁନାର ଜଳ ଖାଲି କୃଷ୍ଣ ସେଠି ବଂଶୀ ବଜାଉଥିଲେ ବୋଲି ସେଇ ଜଳଟା ପବିତ୍ର ବୋଲି ଆମେ କହୁଛୁ, କିନ୍ତୁ ଭାରତବର୍ଷର ବଡ଼ ବଡ଼ ସହରର ସମସ୍ତ ଅଳିଆ ଆବର୍ଜନା ଆଜି ଯମୁନା ଜଳ ଭିତରେ ଭାସୁଛି। ତେଣୁ ଏ ବିଷୟରେ ଆମେ ଯଦି କହିବୁ, ମାନେ ଆମକୁ ଧର୍ମଦ୍ରୋହୀ ବୋଲି କୁହାଯାଉଛି ତ। ତେଣୁ କ'ଣଟା ଆଧାର ଆମେ କହିବୁ କ'ଣ? ଯେଉଁ କଥା ତ କହିଲେ ଆପଣମାନେ ଜାଣୁଛନ୍ତି, ଗଞ୍ଜେଇ ଉପରେ ବଳିଆ କହିଲା, ଟିଭି ପରଦାରେ ବଳିଆକୁ କେତେକ ପଣ୍ଡିତ ମାନେ ବିରକ୍ତ ହେଲେ। ଆଜି ସେଇ ଆଇନ ଅଛି, ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ଗଞ୍ଜେଇ ଯଦି ଭଲ ଜିନିଷ, ତାହେଲେ ସେ କେଉଁଠି ଚାଷ ହେଉଛି? ତେବେ ଯାହା ହଉ ସଜ୍ଜନ, ଏ ହେଉଛି ବଡ଼ କଥା। ତେଣୁ ସୃଷ୍ଟିର ରକ୍ଷା ପାଇଁ ଆଜି ସବୁଠାରୁ ବଡ଼ କଥା ହେଉଛି ଆମେ କର୍ମବାଦୀ ହେବା ଏବଂ ସୁଷମ ଖାଦ୍ୟ ଖାଇବା, ଯୋଗ, ଆସନ, ଧ୍ୟାନ, ପ୍ରାଣାୟାମ ଭଳି ଔଷଧକୁ ବ୍ୟବହାର କରିବା। ଏସବୁ ହେଉଛନ୍ତି ପ୍ରକୃତ ଔଷଧ। ତାପରେ ଯେଉଁ ଖାଦ୍ୟପେୟ ପୋଷାକ ଆମେ ପିନ୍ଧିବା, ସେଗୁଡ଼ିକ ମଧ୍ୟ ଖାଲି ସାବୁନରେ ସଫା କରିଦେଲେ ମଇଳା ଚାଲିଯିବ ତା ନୁହେଁ। ପ୍ରକୃତରେ ପବିତ୍ର ମନରେ, ପବିତ୍ର ଚିନ୍ତନରେ ଏସବୁ ଆପେ ଆପେ ପରିଷ୍କାର ହେଇଯିବ। ମନର ମଇଳାକୁ ସଫା କରି ଆମେ ଜୀବନ ଗଢ଼ିବା, ପରିବାର ଗଢ଼ିବା, ଆଉ ଦେଶ ଗଢ଼ିବା। ଚାହୁଁ ଚାହୁଁ ବୟସ ଗୋଟିକ ବର୍ଷ ପରେ ଗୋଟିକ ବର୍ଷ ଗଡ଼ି ଗଡ଼ିକା ଚାଲିଛି। ଆମେ ଚାତକ ଭଳି ଅପେକ୍ଷା କରିଛୁ ଗୋଟିଏ କଥାକୁ, ଶାନ୍ତି ବୋଲି ଗୋଟେ ଶବ୍ଦ। ସତ୍ୟ ତ ସତ୍ୟ ହେଇକିରି ଅଛି,
କିନ୍ତୁ ଶାନ୍ତିଟା ହଜିଯାଇଛି। ତାକୁ କାୟବାକ୍ୟ ମନରେ ଖୋଜିବା ଇଏ ହେଉଛି ଆମର ପ୍ରକୃତରେ ଆମର ନିତ୍ୟାନ୍ତ ପ୍ରୟୋଗ। ତେଣୁ ସେଇ ବିଶ୍ୱର ଶାନ୍ତି ହେଉ, ବିଶ୍ୱର ନେତୃବୃନ୍ଦମାନେ ଏଇ ଯେଉଁ ଧ୍ୱଂସାସ୍ତ୍ରକୁ ନେଇକରି ସେମାନେ ଯେଉଁଭଳି ସିଂହ ଭଳି କାର୍ଯ୍ୟ କରୁଛନ୍ତି, ସେ ମନୋଭାବରୁ ସେମାନେ ବିଚ୍ୟୁତ ହୁଅନ୍ତୁ। ଏଇ ପ୍ରାର୍ଥନା ପ୍ରଭୁ ଜଗନ୍ନାଥଙ୍କ ପାଦରେ ସେବକ ଭଳିଆ ନିବେଦନ କରି କଥାଟିকে ଏଇଠି ରଖୁଛି। ସମସ୍ତେ ଜୀବନ ଗଢ଼ନ୍ତୁ, ପରିବାର ଗଢ଼ନ୍ତୁ, ମଦ୍ୟ ମାଦକ ଛାଡ଼ି ଦେଶ ଗଢ଼ନ୍ତୁ। ଜୟ ଗୁରୁ, ଜୟ ଜଗନ୍ନାଥ।